ଚନ୍ଦ୍ରଗିରି ବନାଞ୍ଚଳ କାଇଟିମା ଓ ବାରିଆଦରା ଗାଁରେ 4 ଦିନ ହେଲା ବାଘ ଆତଙ୍କ ନେଇ ଭୟ। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ କାଇଟିମା ଓ ବାରିଆଦରା ଗାଁରେ ଗତ 4 ଦିନ ହେଲା ବାଘ ଆତଙ୍କ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୋଟିଏ ବଳଦକୁ ବାଘ ମାରି ଖାଇ ଦେଇଥିବା ବେଳେ ବାଘ ଆକ୍ରମଣରେ ଅନ୍ୟ ଏକ ଗାଁର 2 ଗୋରୁ ଆହତ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗାଁରେ କିଛି ବ୍ୟକ୍ତି ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଗାଁର ରୟା ବେହେରାଙ୍କ ଗୋଟିଏ ବଳଦକୁ ବାଘ ମାରି ଖାଇଥିବା ପରେ ରାତିରେ ପୁଣି ଥରେ ବାଘ ଆସି ମୃତ ବଳଦର ଅବଶିଷ୍ଟାଂଶ ଖାଇ ଯାଇଥିବା ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳିଥିଲା। ଅନ୍ୟପଟେ ବାରିଆଦରା ଗାଁର ମଙ୍ଗୁଳୁ ମଲ୍ଲିକଙ୍କ ଗୋଟିଏ ବଳଦ ଓ ଗୋଟିଏ ଗାଈକୁ ବାଘ ଆକ୍ରମଣ କରିଥିବା ସୂଚନା ରହିଛି। ଏହି ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ସୂଚନା ରହିଛି। ଏହି ଘଟଣା ପଛରେ ପ୍ରକୃତ ଏହା ବାଘ ନା ଆଉ କ'ଣ ଜନ୍ତୁ ବନ ବିଭାଗ ସ୍ପଷ୍ଟ କରିପାରିନି। କିନ୍ତୁ ପ୍ରାଥମିକ ତଦନ୍ତ ବେଳେ ବାଘର କୌଣସି ପାଦ ଚିହ୍ନ ମିଳିନାହିଁ। ଟ୍ରାକିଂ କ୍ୟାମେରା ଲଗାଯାଇଛି। କାଲି ସୁଦ୍ଧା ଏହାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଏସିଏଫ୍ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ତଥାପି ଜନସାଧାରଣ ସଚେତ ଏବଂ ସତର୍କ ରହି ଚଳିବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ମୃତ ବଳଦର କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ଦାବି କରିଛି।